ସମସ୍ତଙ୍କୁ ନମସ୍କାର ଏବଂ ସ୍ୱାଗତ। ଆସନ୍ତୁ ଜାଣିବା ଆମେ ବିଦ୍ୟାଳୟ ଏବଂ ଜିଲ୍ଲା ସ୍ତରରେ ପିଏମ୍ଶ୍ରୀ ଉତ୍ସବ କିପରି ଭାବରେ ପାଳନ କରିବା। ପିଏମ୍ଶ୍ରୀ ଉତ୍ସବର ଉଦ୍ଦେଶ୍ୟ ବିଷୟରେ ଜାଣିବା। ଏହି ବାର୍ଷିକ ଉତ୍ସବଟି ଶିକ୍ଷାର୍ଥୀମାନଙ୍କର ସୃଜନଶୀଳତା ଏବଂ ସଫଳତାକୁ ପାଳନ କରିବାର ଏକ ଅଭିନବ ପ୍ରୟାସ। ଏହି କାର୍ଯ୍ୟକ୍ରମ କେବଳ ଏକ ଉତ୍ସବ ନୁହେଁ, ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମର ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଯୋଗାଇବା ଏବଂ ସଶକ୍ତ କରିବା। ଏହି ଉତ୍ସବ 3ଟି ସ୍ତରରେ ହେବାକୁ ଯାଉଛି, ଯଥା ବିଦ୍ୟାଳୟ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ। ଏହି ଉତ୍ସବର ମୁଖ୍ୟ ଆକର୍ଷଣ ରହିବ 3ଟି ପ୍ୟାଭିଲିୟନ। ଏହି ପ୍ୟାଭିଲିୟନ ଗୁଡ଼ିକ ହେଉଛି ଆକାଂକ୍ଷୀ ମେଳା ଇନ୍ସପାୟାରିଂ ଓଡ଼ିଶା 2036, ଆକାଂକ୍ଷୀ ଛାତ୍ର ପରିଷଦ ଦ ଟ୍ୟାଲେଣ୍ଟ ଗ୍ୟାଲେରୀ ଏବଂ ଦୋକାନ ଯାତ୍ରା ପିଏମ୍ଶ୍ରୀ ବିଜନେସ୍ ସମିଟ୍। ଆକାଂକ୍ଷୀ ମେଳାରେ ଛାତ୍ରଛାତ୍ରୀମାନେ ଆଗାମୀ 2036ରେ ଓଡ଼ିଶାରେ ଶିକ୍ଷାର ବ୍ୟବସ୍ଥାକୁ କିପରି ଭାବରେ ଦେଖିବାକୁ ଚାହୁଁଛନ୍ତି ତାହାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରିବେ। ସେହିଭଳି ଭାବରେ ଆକାଂକ୍ଷୀ ଛାତ୍ର ପରିଷଦ ଦ ଟ୍ୟାଲେଣ୍ଟ ଗ୍ୟାଲେରୀରେ ପିଏମ୍ଶ୍ରୀ ସ୍କୁଲରେ ଛାତ୍ରଛାତ୍ରୀମାନେ ଆକାଂକ୍ଷୀ ଛାତ୍ର ପରିଷଦ ଅଧୀନରେ ଥିବା 4ଟି ପରିଷଦ ଯେପରିକି କ୍ରୀଡ଼ାଙ୍ଗନ, ସାହିତ୍ୟ ସୃଜନୀ, କୌଶଳୀ ଏବଂ ଜିଜ୍ଞାସାରେ ଯେଉଁ ସବୁ କାର୍ଯ୍ୟକ୍ରମ କରିଥିବେ ଏବଂ ଯାହା ସେମାନଙ୍କର ପାଠ୍ୟକ୍ରମରେ ଥିବ ସେ ସବୁକୁ ସେମାନେ ପ୍ରଦର୍ଶିତ କରିବେ। ଦୋକାନ ଯାତ୍ରା ପ୍ୟାଭିଲିୟନ ଛାତ୍ରଛାତ୍ରୀଙ୍କ ଆର୍ଥିକ ସାକ୍ଷରତା ଦକ୍ଷତା ବୃଦ୍ଧି କରିବାକୁ ଆୟୋଜିତ ହେବ। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ନିଜେ ଏଥିରେ ଅଂଶଗ୍ରହଣ କରି ବ୍ୟବସାୟ, ଲାଭ ଓ କ୍ଷତି, ହିସାବ, ଟଙ୍କା ଇତ୍ୟାଦି ବିଷୟରେ ଜ୍ଞାନ ପାଇପାରିବେ। ସେମାନଙ୍କର ଆର୍ଥିକ କାରବାର ଉପରେ ଧାରଣା ଆସିବ। ଏହା ଦ୍ୱାରା ପିଲାଙ୍କ ଆର୍ଥିକ ସାକ୍ଷରତା ଜ୍ଞାନ ମଧ୍ୟ ବଢ଼ିବ। ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା, ବିଦ୍ୟାଳୟ ସ୍ତରରେ ଉତ୍ତମ ବ୍ୟବସାୟ ଧାରଣା ଗୁଡ଼ିକ ଜିଲ୍ଲା ସ୍ତରକୁ ନିଆଯିବା। ଜିଲ୍ଲା ସ୍ତରରେ ଶ୍ରେଷ୍ଠ ବିବେଚିତ ବ୍ୟବସାୟକୁ 10,000 ଟଙ୍କାର ସିଡ୍ ମନି ବା ମୂଳ ରାଶି ଦିଆଯିବ। ଏହି ଟଙ୍କାକୁ ବ୍ୟବହାର କରି ସେମାନେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ଏହି ପାଣ୍ଠି ଜିଲ୍ଲା ସ୍ତରୀୟ ଉତ୍ସବ ପାଣ୍ଠିରୁ ଖର୍ଚ୍ଚ କରାଯିବ। ପ୍ୟାଭିଲିୟନ ଗୁଡ଼ିକର ଆୟୋଜନ ସହିତ କୁଇଜ୍ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯିବ। ବିଦ୍ୟାଳୟ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଜୁନିୟର ଏବଂ ସିନିୟର ଲେଭେଲରେ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯିବ। ବିଦ୍ୟାଳୟ ସ୍ତରରେ ଯେଉଁ 2 ଜଣ ପ୍ରଥମ ସ୍ଥାନ ଅଧିକାର କରିବେ ସେମାନେ ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ଭାଗ ନେବେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ପରିଚାଳନା କରାଯିବ। ସେହିଭଳି ଭାବରେ ଜିଲ୍ଲା ସ୍ତରରେ ଯେଉଁ 2 ଜଣ ପ୍ରଥମ ସ୍ଥାନ ଅଧିକାର କରିବେ ସେମାନେ ରାଜ୍ୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ଭାଗ ନେବେ। ଏକ୍ଜିକ୍ୟୁସନ ପ୍ରୋସେସ ବିଷୟରେ ଜାଣିନେବା। ବିଦ୍ୟାଳୟରେ ଏହି ଉତ୍ସବକୁ ପାଳନ କରିବା ପାଇଁ ବିଓଙ୍କ ତତ୍ତ୍ୱାବଧାନରେ ଏକ କମିଟି ଗଠନ କରାଯିବ। ଏହି କମିଟିରେ ପ୍ରଧାନ ଶିକ୍ଷକ, ଏସ୍ଏମ୍ସି ମେମ୍ବର, ଆଲୁମିନି ସଦସ୍ୟମାନେ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବେ। ଏହିପରି ଭାବରେ ଜିଲ୍ଲା ସ୍ତରରେ ଏହି ଉତ୍ସବକୁ ପାଳନ କରିବା ପାଇଁ ଡିଓଙ୍କ ତତ୍ତ୍ୱାବଧାନରେ ଏକ ଡିଏଲ୍ସି ଗଢ଼ାଯିବ। ଏହି କମିଟି ପିଏମ୍ଶ୍ରୀ ଉତ୍ସବକୁ ଜିଲ୍ଲା ସ୍ତରରେ ପରିଚାଳନା କରିବେ। ଜିଲ୍ଲା ସ୍ତରର ପିଏମ୍ଶ୍ରୀ ଉତ୍ସବରେ 3ଟି ପ୍ୟାଭିଲିୟନରେ ଜିଲ୍ଲା ସ୍ତରର ଶ୍ରେଷ୍ଠ ପ୍ରକଳ୍ପ ଗୁଡ଼ିକୁ ସ୍ଥାନ ଦିଆଯିବ। ତାହା ସହିତ କ୍ୟାରିୟର ମେଳା ଏବଂ ବିଜ୍ଞାନ ଭ୍ୟାନର ବ୍ୟବସ୍ଥା ହେବ। ବଜେଟ୍ ସମ୍ପର୍କରେ ଅଧିକ ସୂଚନା ନିମନ୍ତେ ଆପଣମାନେ ପଞ୍ଚସଖା ଶିକ୍ଷା ସେତୁ ତରଫରୁ ଦିଆଯାଇଥିବା ପତ୍ର ଯାହାର ନମ୍ବର ହେଉଛି 1832କୁ ଭଲ ଭାବରେ ଦେଖି ନିଅନ୍ତୁ। ଉତ୍ସବ ଗୁଡ଼ିକୁ ପାଳନ କରିବା ପାଇଁ ସମୟସୀମା ବିଷୟରେ ଜାଣିବା। ବିଦ୍ୟାଳୟ ସ୍ତରରେ ଉତ୍ସବର ପାଳନ କରିବା ପାଇଁ ସମୟସୀମା ରହିଛି 20 ଡିସେମ୍ବର। ସେହିଭଳି ଭାବରେ ଜିଲ୍ଲା ସ୍ତରରେ ଉତ୍ସବକୁ ପାଳନ କରିବାର ସମୟସୀମା ରହିଛି 5 ଜାନୁଆରୀ। ଧନ୍ୟବାଦ।